ପୂର୍ବପୁରୁଷମାନେ କହିଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ଅତ୍ୟଧିକ ଥଣ୍ଡା ରହୁଥିବା ଖାଦ୍ୟ ପଦାର୍ଥ ସେବନ କରିବା ଉଚିତ ନୁହେଁ। ଏହା ଉଭୟ ପେଟ ଓ ଦାନ୍ତ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହିସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ। ନମ୍ବର 2, ଘର ଭିତରେ ଦକ୍ଷିଣ ପଶ୍ଚିମ କୋଣରେ ଅର୍ଥାତ୍ ନୈಋତ୍ୟ କୋଣରେ ମନି ପ୍ଲାଣ୍ଟ ଲଗାଇବା ଉଚିତ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଘରେ ଧନ ବୃଦ୍ଧି ହୋଇଥାଏ। ନମ୍ବର 3, ଆଖି ପତାରେ ବାଦାମ ତେଲ ଲଗାଇ ଶୋଇଲେ ଆଖି ପତାରେ ଚୁଟି ଘନ ଏବଂ ଲମ୍ବା ହୋଇଥାଏ। ନମ୍ବର 4, ଯଦି ଆପଣ ସୂର୍ଯ୍ୟ ଉଦୟ ପରେ ପ୍ରତ୍ୟେକ ଦିନ 5ଟି ଲିମ୍ବ ପତ୍ର ଏବଂ 5ଟି ତୁଳସୀ ପତ୍ର ଖାଆନ୍ତି ତାହେଲେ ଜୀବନରେ କେବେ ବି କ୍ୟାନ୍ସର ରୋଗ ହେବ ନାହିଁ। ନମ୍ବର 5, ନିମ୍ବପତ୍ର ପାଉଡରରେ ହଳଦୀ ମିଶାଇ ଗାଧୋଇବା ପୂର୍ବରୁ ଶରୀରରେ ଲଗାଇ ଗାଧୋଇବା ଦ୍ୱାରା ଚର୍ମ ରୋଗ ଦୂର ହେବା ସହିତ ଶରୀରର ସମସ୍ତ ଦୁର୍ଗନ୍ଧ ଦୂର ହୋଇଥାଏ। ନମ୍ବର 6, ଅଧିକ ଚିନ୍ତା କଲେ କେଶ ଅଧିକ ଝଡ଼ିଥାଏ। ତା ସହିତ ଶରୀର ଏବଂ ମୁହଁ ବୟସ୍କ ହେଲା ପରି ଦେଖାଯାଇଥାଏ। ତେଣୁ ଆପଣ ଅଧିକ ଟେନସନ୍ ନିଅନ୍ତୁ ନାହିଁ। ନମ୍ବର 7, ପାଚିଲା ଅମୃତଭଣ୍ଡା ଏବଂ ଟମାଟୋ ମିଶାଇ ଗ୍ରାଇଣ୍ଡିଙ୍ଗ କରି ସେଥିରେ ମହୁ ମିଶାଇ ତ୍ୱଚାରେ ଲଗାନ୍ତୁ। ଏହା ତ୍ୱଚାର ରଙ୍ଗ ସଫା କରେ ଏବଂ କଳା ଦାଗ ଦୂର କରିଥାଏ। ନମ୍ବର 8, ଶରୀରରେ ଯଦି ଅଧିକ ଯନ୍ତ୍ରଣା ହେଉଥାଏ ତାହେଲେ କ୍ଷୀରରେ ଅଳ୍ପ ହଳଦୀ ମିଶାଇ ଫୁଟାଇ ପିଅନ୍ତୁ। ଏହା ଶରୀର ଯନ୍ତ୍ରଣାରୁ ଆରାମ ଦେଇଥାଏ। ନମ୍ବର 9, ବିରି ସହିତ କ୍ଷୀର ଖାଆନ୍ତୁ ନାହିଁ। ଏହାଦ୍ୱାରା ଗ୍ୟାସ୍, ଏସିଡିଟି ପରି ସମସ୍ୟା ହୋଇଯାଇଥାଏ ଏବଂ ଶରୀର ଭାରି ଭାରି ଲାଗିବା ସହିତ ବାନ୍ତି ବାନ୍ତି ଲାଗିଥାଏ। ନମ୍ବର 10, ଯଦି ଶରୀର ଅଧିକ ଦରଜ କରୁଥାଏ ତେବେ ଆପଣ ଅଦା ପକା ଚା ପିଅନ୍ତୁ, ନହେଲେ ଗ୍ରୀନ୍ ଟି ପିଅନ୍ତୁ। ଏହାଦ୍ୱାରା ଶରୀରକୁ ଆରାମ ମିଳିଥାଏ। ନମ୍ବର 11, ଭୋଜନ କେବେ ବି ଖଟ ଉପରେ ବସିକରି ଖାଇବା ଉଚିତ ନୁହେଁ। ଏହାଦ୍ୱାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ନମ୍ବର 12, ପିନ୍ଧୁଥିବା ଗଞ୍ଜି କିମ୍ବା ଗାମୁଛା ଚିରିଗଲେ କେବେ ବି ସିଲେଇ କରି ପିନ୍ଧିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ। ନମ୍ବର 13, ଘରେ ଅଶାନ୍ତି ଲାଗି ରହୁଥିଲେ ଶନିବାର ଦିନ ବଉଳ ଗଛକୁ 7 ଥର ପରିକ୍ରମା କରି ତାର ଚେରକୁ ଘରେ ରଖନ୍ତୁ। ନମ୍ବର 14, ପୂଜାରେ ଯାଆଁଳା କଦଳୀ ଭୋଗ କଲେ ବହୁତ ଶୁଭ ହୋଇଥାଏ ଏବଂ ଶିବଙ୍କ ଲିଙ୍ଗରେ ଚଢ଼ାଇଲେ ଏହା ମଙ୍ଗଳ ହୋଇଥାଏ। ନମ୍ବର 15, ଅରଖ ଗଛ ଗୃହ ପାଖରେ ରହିଲେ ଶୁଭ ହୋଇଥାଏ। ସେଥିପାଇଁ ଅରଖ ଗଛକୁ କେବେ ବି ନଷ୍ଟ କରନ୍ତୁ ନାହିଁ। ନମ୍ବର 16, ପ୍ରତିଦିନ ସକାଳୁ ଉଠିବା ପରେ ବାସି ପାଣି ନିହାତି ଭାବରେ ପିଇବା ଉଚିତ, ଯାହା ଫଳରେ କିଡନୀ ପରିଷ୍କାର ରହିଥାଏ। ନମ୍ବର 17, ନିୟମିତ ଭାବରେ କଦଳୀ ଗଛ ମୂଳରେ ଜଳ ଅର୍ପଣ କରିବା ଦ୍ୱାରା ଏବଂ ଘିଅ ଦୀପ ଜଳାଇବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ। ଏହି କଥା ମନେ ରଖିବେ। ନମ୍ବର 18, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୋମବାର ଦିନ ଶିବ ମନ୍ଦିରରେ କ୍ଷୀର ଏବଂ ଚାଉଳ ଅର୍ପଣ କରିବା ଦ୍ୱାରା ମନ ମୁତାବକ ଚାକିରି ପ୍ରାପ୍ତ ହୋଇଥାଏ। ନମ୍ବର 19, ଧ୍ୟାନ ଯଦି ସ୍ଥିର ହୋଇ ରହୁନଥାଏ ତେବେ ନିୟମିତ ସକାଳୁ 10ରୁ 15 ମିନିଟ୍ ଆଖି ବନ୍ଦ କରି ନୀରବ ହୋଇ ବସନ୍ତୁ ଏବଂ 10ରୁ 1 ସଂଖ୍ୟା ପର୍ଯ୍ୟନ୍ତ ଓଲଟା ଗଣନ୍ତୁ। ଏମିତି 10 ଥର ଗଣନ୍ତୁ। ଏହା କଲେ ଧ୍ୟାନ ଠିକରେ ହୋଇଥାଏ। ଭିଡ଼ିଓଟିର ଆଗକୁ ଯିବା ପୂର୍ବରୁ ମୁଁ କଟକରୁ କହୁଛି, ଆଉ ଆପଣମାନେ କୋଉଠୁ କହୁଛନ୍ତି ମୋତେ କମେଣ୍ଟ କରି ନିଶ୍ଚୟ ଜଣାଇବେ। ନମ୍ବର 20, ଜୋତା ଚପଲରୁ ଦୁର୍ଗନ୍ଧ ବାହାରୁଥିଲେ ଶୁଖିଲା ଚା ପତି ସେଥିରେ ରଖିଦେବା ଦ୍ୱାରା ଦୁର୍ଗନ୍ଧ ଗାୟବ ହୋଇଯାଇଥାଏ। ନମ୍ବର 21, ଯଦି ଆପଣଙ୍କ ଶରୀର ଦୁର୍ବଳ ଥାଏ ଏବଂ ଓଜନ ବଢ଼ୁନଥାଏ ତେବେ ଆପଣ ନିୟମିତ ରୁଟିରେ ଘିଅ ଲଗାଇ ଖାଆନ୍ତୁ। ଏହାଦ୍ୱାରା ଶରୀରର ଓଜନ ତ ବଢ଼ିଥାଏ, ତା ସହିତ ଶରୀରକୁ ତାକତ ମିଳିଥାଏ। ନମ୍ବର 22, ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ପାଚନ କ୍ରିୟା କମଜୋର ହୋଇପଡ଼େ, ଇମ୍ୟୁନିଟି ସିଷ୍ଟମ ମଧ୍ୟ ଦୁର୍ବଳ ହୋଇପଡ଼େ, କଫ ହେବାର ସମସ୍ୟା ମଧ୍ୟ ହୋଇପାରେ। ତେଣୁ ଆପଣମାନେ ଅତ୍ୟଧିକ ଥଣ୍ଡା ପାଣି ପିଅନ୍ତୁ ନାହିଁ। ନମ୍ବର 23, ଯେଉଁମାନଙ୍କର ସ୍କିନ୍ ଶୁଖିଲା ଦେଖାଯାଏ ସେମାନେ ରାତିରେ ଆଲୋଭେରା ଜେଲ୍ ସହିତ ଭିଟାମିନ୍ ଇ କୁ ମିକ୍ସ କରି ସ୍କିନ୍ରେ ଲଗାନ୍ତୁ। ଏହା ଶୁଖିଲାପଣକୁ ଦୂର କରିଥାଏ। ଭିଟାମିନ୍ ଇ ମାର୍କେଟରେ ମିଳିଯିବ। ନମ୍ବର 24, ଗର୍ଭବତୀ ମହିଳାମାନେ ଶିଶୁ ଜନ୍ମ ହେବା ପରେ ଦହି ଓ ହଳଦୀକୁ ଭଲ ଭାବରେ ମିଶାଇକି ପେଟର ଚାରି କଡ଼ରେ ଲଗାଇବା ଦ୍ୱାରା ଚିହ୍ନ ସବୁ ଲିଭିଯାଇଥାଏ।
नंबर 25 आखिरे जंत्रणा हेले आखिरे दुई दुई बुंदा गोलाप जल पकेइकी आखि को किछि समय पई बंद करि दियंतु। जंत्रणा और थकारू यह बहुत आराम देई थाए। नंबर 26 जदि बिछुआती पत्र शरीर को अंगरे लगी जाए ताहले आपण पोई पत्र रस किंबा कंचा हलदी को बाटिकी से स्थान रे लगे दियंतु। जंत्रणारू आराम मिली थाए। नंबर 27 माटी हांडीर जलरे खारिय गुण रही जो कारणरू एहार पीएच संतुलन बजाय रही थाए एवं स्वास्थ्य पाई एही जल बहुत भल तेणु केबे भी फ्रिज पानी पीवा उचित नुह। आपण माने चेष्टा करंतु माटी हांडीर जल पीवा पाई। नंबर 28 रक्तदान केवल कहार जीवन रक्षा करे नहीं बरं रक्तदाता मानक कर्कट एवं हृदरोग हेबार आशंका मध्य ह्रास करिथाए। नंबर 29 अदा पानी पीवा द्वारा रक्त सफा रही थाए। एहा द्वारा पिंपल एवं चर्म संक्रमण भली समस्या रक्षा मिली थाए। नंबर 30 जदि आपण जिम जाती किंबा घरे काम करती तेबे निश्चित भाव में मिश्रित डाली खातु कारण एथिरे प्रचुर परिमाण रे प्रोटीन थाए जहाँ आपणकर मांसपेशी को मजबूत करि थाए। नंबर 31 रूपी को दूरेबा पाई निम्बपत्र भल काम करि थाए। निम्बपत्र रस को शांपू सहित मिसई सप्ताह रे 2 थर केश धोइले रूपी सबु दूर होई थाए। नंबर 32 लेंबू एवं कमला अपेक्षा पिजुड़ी रे अधिक परिमाण रे विटामिन सी रही थाए। एहाकु नियमित खांतु एहा त्वचा को उज्जवल रखिबारे सहाय्य करे। नंबर 33 लहुणी को नहीं गोड़ हाथ रे राति रे 20 मिनिट लेखा घसंतु। शीत दिन रे त्वचा को एहा चिकण रखि थाए एहा द्वारा गोड़ हाथ फाटी न थाए। नंबर 34 घर बाड़ी रे गछ निश्चय प्रतिवर्ष लगांतु एहा द्वारा शरीर को अम्लजान अभाव होई न थाए। अनेक रोग मध्य केतोटी गछ भल करि थाए एवं औषधीय गछ बाड़ी रे लगांतु। नंबर 35 सकाळु प्रथमे पारा मानंकु खाइबाकु देबा परे घरर अन्य काम सब करंतु एवं चाकिरी हेबा पाई मध्य प्रतिदिन पारा मानंकु खाइबाकु दियंतु। यह बहुत गोटे भल अभ्यास। नंबर 36 खाइबा समय रे खाद्य को तले पकांतु नाही एवं खाइबा को सबुबले नष्ट करंतु नाही। एमिति कले घरे आर्थिक समस्या लगी रही थाए तेणु आपण माने एही कथा प्रति ध्यान देबे। नंबर 37 कबाट पाखरे बा दुआर मुहरे पानी रखंतु एहाकु देखि बाहर को गले कामरे सफलता होई थाए किंतु दुई पाखरे दुईटी बसैबे नाही। नंबर 38 शोइबा बेले उत्तर दिग को मुंड करी शोइबे नाही यह बहुत खराब अटे। सबुबले पूर्व किंबा दक्षिण दिग आड़ को मुंड करी शोइबा उचित। नंबर 39 क्षीर बाहरुथिबा गछ घर सामने रहिबा वास्तुशास्त्र अनुसार अशुभ होइथाए किंतु जदि तुलसी वृक्ष निम्ब गछ आपे आपे घर बाड़ी रे होइथाए तेबे एहा माँ लक्ष्मीकर आगमन को सूचित करिथाए। नंबर 40 घरर मुख्य द्वार पाखरे पंचमुखी हनुमान गणेश और स्वस्तिक चिन्ह रखंतु भूत प्रेत प्रवेश करि पारि न थाए। जदि आपण मानंकु मो भिडियोटी भल लागुथाए ताहाले लाइक कमेंट और शेयर करिया को जमा भी भूलिबेनी। आउ आपण माने जदि मो चैनल को नुआ करि आछंदी ताहाले गोटे सब्सक्राइब निहाती करि देबे। जय जगन्नाथ।